सतरे आज भारी सुंदर देखा जाउची। हाँ हाँ सुंदर देखी नहीं कहीं मो सुंदर जमा मो पाखरे माँ आज मो भारी सुंदर देखा जाउची। आज जेमी भी सब क्षीर को बिक्री करी चली जीवी। क्षीरा निया क्षीरा क्षीरा निया क्षीरा माँ मौसी भाई भौणी के कौटी अच्छा क्षीरा निया क्षीरा। अरे जाहो मिली गला मो व्यवहारटा मिली गला। अरे कथारे कहती मल्लू खोजुला काकर पाड़ी बैद कहला दे तुराणी या ही मु व्यवहार करी से मत व्यवहार करिब ताकू टिके डाके ए क्षीर वाले एठिके आसिलो। कौन है बाबू क्षीरा नबा? हाँ क्षीर नेबी जे की प्रकार रखिछलो। ए बाबू एटा क्षीर शरबत नहे जे नाली हलदी क्षीरा थिबा। वाह क्षीर भी कुछ क्षीरर भेद प्रकार किछि जानिनु ना जानिनी जानिनु। हाँ। वाह क्षीर भी कुछ जानि बहुत प्रकार अछि बुझिलु। कौन कौन प्रकार बाबू? कौन कौन? हाँ अरे गाई क्षीर महिषी क्षीर छेली क्षीर हाथी क्षीर घोड़ा क्षीर कुकुर क्षीर। ची 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 हम कुकुर क्षीर बिकुनु जे तुम पिउथिबा माँ? आलो ए क्षीर वाली कौन है से कथा ता छाड़े। अच्छा कहलु तो नाटा कौन किलो? ए क्षीरा जदि नबार से नियो मन जाने की कौन करिबा माँ? व्यवहारटा करिबी व्यवहार करिबा कौन बुझी पारिनु ना। वाह अरे सेटा तू बुझी पारिबुनी ए व्यवहारटा माने गोटिए जटिल शब्द तते बुझेइले भी तू बुझी पारिबुनी लो। कहिले तो बुझिबी माँ। हौ कहिले बुझिबु? हाँ ताहले मते टिके दउनो ये कौन होची? हाँ दबु ना नाही ना तुमको किसी दई पारिबी मते डाके तो गपैला हम समय तो बर्बाद करा मो एठारो जाउची बाघ धरा। ए मौना मौना शुणिलु कौन है कौन गाड़े शुआ कहलु बागधरा कहलु? गाड़ी से कहबी ना बाघ धरा कहबी कौन कहबी? वाह कि चमत्कार मो पासरी मौना मो एठारो जाउची माँ। मौना चांद्र गाड़सुआ बाघ धरा कुत्ता बोलो ना ए मौना हाय रे मौना ए मौना हाय रे मौना हमको गाड़े सुआ बांदरा बोलो ना ए मौना हाय रे मौना हमको गाड़े सुआ बांदरा बोलो ना। गाड़ेसुआ ओके बाघ धरा ओके गाड़ेसुआ ओके बाघ धरा पोला रे बूढ़ा दीवाना। ए मौना अरे मौना आपको गाड़े छुआ बादरा
রে মৌনা হায় রে মৌনা তো গাড়ি সুরা বাইরে ବାପା ଓ ଏଇଠି କ'ଣ ଚାଲିଛି? କଣ ଚାଲିଛୁ ତୁ ଦେଖି ପାରିନୁ? କ'ଣ ଚାଲିଛି? এটা পালা নয় কি কিছু নয় রে বাপা, সম্বলপুরি চালিছি সম্বলপুরি। କ'ଣ ସମ୍ବଲପୁରୀ ଚାଲିଛି? ଆଉ ସମ୍ବଲପୁରୀ ଚାଲିଛି ପରା, ତୁ ଦେଖି ପାରିନୁ? ବାପା ଓ ତୁମେ ଯୋଉ କାଣ୍ଡ କରୁଛ ନା, କୋଉ କାଣ୍ଡ? ମତେ ଜମାରୁ ଭଲ ଲାଗୁନି। ନା ନା କି କାଣ୍ଡ କରିଛି? ତୁମେ ଯୋଉ ଫେଲୁ ମାନ୍ତି ସାଙ୍ଗେ ଚାମଚାଗିରି କରୁଛ ସେଇଟା ଭଲରୁ ମତେ ଭଲ ଲାଗୁନି, ଜମାରୁ ମତେ ଭଲ ଲାଗୁନି। ନାଇଁ ନାଇଁ ମୁଁ କଣ କରିଛି କି? ବାପା ମୁଁ ତୁମ ନିଜ ପୁଅ ହେଲେ ବି ତୁମକୁ ମୁଁ ଛାଡ଼ିବିନି, ସିଧା ଜେଲରେ ପଠେଇଦେବି। ଜେଲରେ ଯାଇ କ'ଣ କରିବ ଜାଣିଛ? କଣ କରିବୁ? ସେଠି ଯାଇ ଚକି ପେଶିବ। ଚକି? ହଁ ମୁଁ ତ କିଛି କରିନି ରେ ବାପା, ମୁଁ କାହିଁ ଜେଲ ଯିବି? ମୁଁ ଯାଇପାରିବି? ବାପା ତୁମକୁ ଭଲରେ ଭଲରେ କହୁଛି, ଏଠି ଜୀବନ ନାହିଁ। ଯିବି, ନିଶ୍ଚୟ ଯିବି। ତାହେଲେ ଚାଲ। ବୁଝିଲୁ ବାପା, ତୁ ମଝିରେ ଆସି ଷଣ୍ଢ ପୁରେଇଲୁ, ଏଇଟା ଠିକ ହେଲା। ବାପା ଓ ଭଲରେ ଭଲରେ କହୁଛି ଚାଲ। ଯିବି 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 ଯିବି, ହେଲେ ମୌନାକୁ ନେଇକି ଯିବି। ବାପା କହିଲେ पर ଚାଲ। ମୌନା ମୌନା ହେଇଟି ଶୁଣୁଛ? ମତେ ଡାକିଲ? ହଁ କଣ ହେଲା? ତୁମର କିଛି ଅସୁବିଧା ହବ ନାହିଁ, ମୁଁ ପରା ପୁଲିସ ବାବୁ। ଆରେ ତୁମେ ତ ମତେ ଅସୁବିଧା କରିଦେ ମତେ ଲାଗିଲାଣି ମ। କିଛି ଅସୁବିଧା ହବ ନାହିଁ, ତୁମ ପାଇଁ ସବୁ ସୁବିଧା କରିଦେବି। ତାହେଲେ ଶୁଣ, ମଥାରେ ଦେଇ ପାଟଣୀ ଆସିବୁ ଯେବେ ସାଜି ମୋରାଣୀ, ମଥାରେ ଦେଇ ପାଟଣୀ ଆସିବୁ ଯେବେ ସାଜି ମୋରାଣୀ, ରାତି ହେଇଯିବ ଦିନ ତୁ ପରା ମୋର ପୁନେଇ ଜନ, ତୁ ପରା ମୋର ପୁନେଇ ଜନ। ଆତଙ୍କ ଆସିଗଲେ ବୋଧେ, ଏଇଠୁ ଶୀଘ୍ର ଚାଲିଯାଅ। ମୌନା ତାହେଲେ ମୁଁ ଯାଉଛି। ଏ ପୁଲିସ ବାବୁ, ହଁ ତାହେଲେ ମୁଁ ଯାଉଛି। ଆଇ ଲଭ୍ ୟୁ। ଶେଷ ହେଲା ବ୍ୟାଙ୍କ ମ୍ୟାନେଜର। ଆଜି ହଉଛି ଶେଷ ଦିନ, କାହିଁକି ନା ସେ ଗରିବର ଟଙ୍କା ଠକି ଖାଉଛି ଆଉ ଗରିବର ଟଙ୍କା ନିଜ ପକେଟରେ ପଳଉଛି। ଆଜି ତା ଜୀବନର ଶେଷ ଦିନ। ଆତଙ୍କ ତୁମେ ଏ ଆଇନକୁ ତୁମ ହାତକୁ ନିଅନି। ମୁଁ ଆଇନକୁ ନେଉଛି ସତ, କିନ୍ତୁ ସେ ଚଲା ବ୍ୟାଙ୍କ ମ୍ୟାନେଜର
ସେ ସାରା ବ୍ୟାଙ୍କ ମ୍ୟାନେଜରଟା ପାପ କରୁଛି କାହିଁକି ନା ଆଜି ତାର ହବ ଶେଷ ଦିନ। ଆତଙ୍କ ତୁମ ନାଁଟା ପୁଲିସ ଫାଇଲ ଚଢ଼ି ସାରିଛି। ତୁମର ଅସୁବିଧା ହେଇପାରେ ଆଉ ତୁମକୁ ନା ବଡ଼ ବାବୁ କେବେ ନା କେବେ ଦେଖିପାରନ୍ତି। ତୁମ ଟାର୍ଗେଟଟା ପୁରା ହେଇପାରିବ ନାହିଁ। ଗେଣ୍ଡୁଆ ଆତଙ୍କ ତୁ ଚିନ୍ତା କରନି, ମୋ ଟାର୍ଗେଟ ଅବଶ୍ୟ ପୁରା ହବ କାହିଁକି ନା ମୋ ଆତଙ୍କ ଭୟଙ୍କର ଆତଙ୍କ ଅପରାଧୀ ନୁହେଁ, ମୁଁ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରୁଥିବା ମହାନାୟକ ଆତଙ୍କ ଭୟଙ୍କର ଆତଙ୍କ। ଗେଣ୍ଡୁଆ ଆତଙ୍କ ମୋ ନା ପୁଲିସ ଫାଇଲରେ ଚଢ଼ି ସାରିଛି ସତ, କିନ୍ତୁ ମୁଁ ସେ ପାପି ବ୍ୟାଙ୍କ ମ୍ୟାନେଜରଟାକୁ ଛାଡ଼ିବିନି। ଆଜି ଯେମିତି ହଉ ତା ତଣ୍ଟି କାଟି ବ୍ୟାଙ୍କର ଟଙ୍କା ସବୁ ନେଇ ଆସିବି ଆଉ ତାକୁ ନିଶ୍ଚୟ ମାରିଦେବି। ହଁ ଗେଣ୍ଡୁଆ, ମୋ ପାଖରେ ସମୟ ବହୁତ କମ୍, ମୋତେ ଏଠୁ ଶୀଘ୍ର ଯିବାକୁ ପଡ଼ିବ ଆଉ ସେ ବ୍ୟାଙ୍କର ଟଙ୍କା ଆଣି ଏ ଗରିବ ବସ୍ତିକୁ ବାଣ୍ଟିବାକୁ ପଡ଼ିବ। ମୁଁ ଆସୁଛି ଗେଣ୍ଡୁଆ, ମୁଁ ଆସୁଛି। ଆତଙ୍କ 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 ଆତଙ୍କ। ଓ ମାଇ ଗଡ୍, ତମ ଜୀବନରେ ଏଡ଼େ ବଡ଼ ଦୁର୍ଘଟଣା ଘଟି ଯାଇଛି। ଶୁଣିଲ ତ ଇନ୍ସପେକ୍ଟର, ମୋ ଜୀବନର ଅତୀତ କାହାଣୀ। ହେଲେ ଇନ୍ସପେକ୍ଟର, ମୋ ପରେ ଏମିତି ଅନ୍ୟାୟ ଅତ୍ୟାଚାର ହେଇଯାଇଛି ଆଉ ମୁଁ କ'ଣ ଏ ଅନ୍ୟାୟ କରୁଥିବା ଲୋକଙ୍କୁ ନ୍ୟାୟ ଦେଇ କ'ଣ ମୁଁ ଭୁଲ କରୁଛି? ମୁଁ କ'ଣ ଭୁଲ କରୁଛି ଇନ୍ସପେକ୍ଟର? ତଥାପି ତମେ ଆଇନକୁ ହାତକୁ ନେଇଛ। ଯେମିତି ହଉ ତମକୁ ଆରେଷ୍ଟ କରିବାକୁ ପଡ଼ିବ, ନହେଲେ ମୋ ଚାକିରି ଉପରେ ଆଞ୍ଚ ଆସିପାରେ। ଇନ୍ସପେକ୍ଟର, ମୋ କଥା ଶୁଣିବି, ଆପଣ ମୋତେ ଆରେଷ୍ଟ କରିବାକୁ ଚାହୁଁଛନ୍ତି? ଆତଙ୍କ ଏବେ ଆସିପାର। କେଣ୍ଡୁଅ, ତମେ ଏ କ'ଣ କରୁଛ? ପୁଣି ତମେ ଆସାମୀକୁ ସାଥ ଦଉଛ? ଆତଙ୍କ ଏବେ ଆସିପାର। କେଣ୍ଡୁଅ, ହେଲେ ଗେଣ୍ଡୁଆ, ବନ୍ଧୁକ ହାତକୁ ଦେଇଦିଅ। ତମେ ମୋର କିଛି ହେବନି। ଆତଙ୍କ ଆସିପାର। ଠିକ ଅଛି ଗେଣ୍ଡୁଆ, ତାହେଲେ ମୁଁ ଆସୁଛି। କେଣ୍ଡୁଅ, ଓଇ! ତମେ ଏ ଭୁଲ କରିବାରୁ ତମକୁ ଚାକିରିରୁ ସସ୍ପେଣ୍ଡ କରିଦେଇପାରେ। ତୁମର ପୁଲିସ ଚାକିରି ମତେ ଦରକାର ନାହିଁ। ଆଗକୁ ଆସିଲେ ଗୁଲି କରିଦେବି। କେଣ୍ଡୁଅ, ଦେଖ ମୋ କଥା ମାନ, ବନ୍ଧୁଟା ମତେ ଦେଇଦିଅ। ସାର୍, କେଣ୍ଡୁଅ, ও ভুল করছি না, ঠিক করেছি। আপন নিজে চিন্তা করন্তু। বন্ধুটা মতে দিও। ও এবে আসুছি। গুড বয়। ଚାବାସ ଗେଣ୍ଡୁଅ, ଚାବାସ। ତମେ ଯୋଉ ଆତଙ୍କକୁ ସାଥ ଦେଇ ଯୋଉ ତାକୁ ଧର୍ମ ଯୁଦ୍ଧ ଯୁଦ୍ଧଉଛ, ସେ ଯୁଦ୍ଧରେ ମଧ୍ୟ ମୁଁ ବି ଅଛି। ହଁ ହଁ, ମୁଁ ବି ଅଛି। ବନ୍ଦେ ମାତାରମ୍।
ଅନେକ ଦିନ ହେଇଗଲାଣି ଆଉ ଏ ଜଙ୍ଗଲରେ ଯେତେବେଳେ ଅନ୍ଧକାର ହଉଛି ନା ସତରେ ମତେ ଭାରି ଡର ମାଡୁଛି। ଡର? ହଁ ଆରେ ଡର ପୁଣି କାହିଁକି କହିଲ? ଆରେ ମୁଁ ପୁରା ତୁମ ସାଥିରେ ଅଛି, ଏମିତି ଡରୁଛ କଣ ପାଇଁ? ଆରେ ତମେ ମୋ ସାଥିରେ ଅଛ ବୋଲି କଣ ହଁ ଆମେ ସବୁଦିନ ଏମିତି ଜଙ୍ଗଲରେ ବୁଲୁଥିବା, ଆମେ କଣ ଘରକୁ ଫେରିଯିବାନି? ଠିକ ଅଛି ଅଞ୍ଜଳି, ତମେ ଯଦି ଘରକୁ ଫେରିଯିବାକୁ ଚାହୁଁଛ ତାହେଲେ ନିଶ୍ଚୟ ଫେରିଯିବା ଘରକୁ। ସତରେ? ଆରେ ଦେଖୁନ ନିକଟରେ ଗୋଟେ ଦେବାଳୟ ଅଛି, ସେ ଦେବାଳୟରେ କାଲି ସକାଳୁ ଆମେ ତମ ଘରକୁ ଚାଲିଯିବା। ତମେ ସତ କହୁଛ? ହଁ ନିଶା ନିଶା ମଧୁ ରାତି ବିତି ଯାଉଛି, ଏ ଛାତିରେ ପ୍ରେମ ତାତି ଜଳି ଉଠୁଛି। ନିଶା ନିଶା ମଧୁ ରାତି ବିତି ଯାଉଛି, ଏ ଛାତିରେ ପ୍ରେମ ତାତି ଜଳି ଉଠୁଛି। ଆସ ସାଥୀ ପାଖକୁ ଆସ ନା, ଏ ମନ ଗାଇ ଯାଉଛି ଧୁମ୍ ତାନାନା, ଏ ମନ ଗାଇ ଯାଉଛି ଧୁମ୍ ତାନାନା, ଏ ମନ ଗାଇ ଯାଉଛି ଧୁମ୍ ତାନାନା। ଦୂରେ ଦୂରେ ରୁହ ମତେ ଡର ମାଡୁଛି, ତୁମ ମନର ଭାବନା ଜଣା ପଡୁଛି। ଦୂରେ ଦୂରେ ରୁହ ମତେ ଡର ମାଡୁଛି, ତୁମ ମନର ଭାବନା ଜଣା ପଡୁଛି। କାହିଁକି ଯେ କଥାକୁ ମାନ ନା, ନା ନା ରେ ନା ପାଖକୁ ମୋ ଆସନା, ନା ନା ରେ ନା ପାଖକୁ ମୋ ଆସନା। ଏ ମନ ଗାଇ ଯାଉଛି ଧୁମ୍ ତାନାନା, ଏ ମନ ଗାଇ ଯାଉଛି ଧୁମ୍ ତାନାନା। ତୁମକୁ ମୁଁ ଭଲ ପାଏ ଟିକେ ବୁଝି ଯାଅନା, ତୁମ ଦୂରେ ରହିଥିଲେ ନିଦ ଜମା ଆସେ ନା। ତୁମକୁ ମୁଁ ଭଲ ପାଏ ଟିକେ ବୁଝି ଯାଅନା, ତୁମେ ଦୂରେ ରହିଥିଲେ ନିଦ ଜମା ଆସେ ନା। ତୁମ ପ୍ରେମ ରଙ୍ଗରେ ଦିଲ ମତେ ରଙ୍ଗେ, ତୁମ ବାହୁ ବନ୍ଧନେ ନୀଳ ମତେ ସଜେ, ତୁମ ପ୍ରେମ ବନ୍ଧନେ ଦିଲ ମତେ ରଙ୍ଗେ।
ଦେବାଳୟକୁ ତୁମେ ଅପବିତ୍ର କରିବା ପାଇଁ ସାହାଯ୍ୟ କେମିତି କଲ? ଏ ମା, ଆମର ଭୁଲ ହେଇଯାଇଛି, ଆମକୁ କ୍ଷମା କରିଦିଅ ମା। ଦେଖିବାରେ ତ ରାଜପୁଅ ରାଜଝିଅ ଭଳିଆ ଲାଗୁଛ, ହେଲେ ତୁମେ କଣ ଦେଖିପାରିଲାନି ଏଇଟା ହଉଛି ପବିତ୍ର ଦେବାଳୟ? ମୁଁ ତତେ ଅଭିଶାପ ଦଉଛି, ତୁ 7 ଦିନ ମଧ୍ୟରେ କୁଷ୍ଠ ରୋଗରେ ମୃତ୍ୟୁବରଣ କରିବୁ। ନାଇଁ ମା, ତମେ ତାଙ୍କୁ ଏମିତି ଅଭିଶାପ ଦିଅନି ମା। ଏମିତି ଛୋଟିଆ ଭୁଲ କରିଦେଲେ ବୋଲି ତମେ କଣ ତାଙ୍କୁ ଏମିତି ଅଭିଶାପ ଦେଇଦେବ? ଆଲୋ ଏ ମା, ତମେ ଜଣେ ନାରୀ ହେଇ ଆଉ ଜଣେ ନାରୀର ସିନ୍ଦୁର କେମିତି ପୋଛି ପାରିବ ମା? ତମେ ଜଣେ ମା ହେଇ ନିଜ ପୁଅକୁ କଣ ଏତେ ବଡ ଦୁଃଖ ଦେଇପାରିବ? দয়া কর মহাদেবী জগত জননী, দয়া কর মহাদেবী জগত জননী, বারে দোষ ক্ষমা করা, বারে দোষ ক্ষমা করা, হে নম দারিণী, দয়া কর মহাদেবী জগত জননী, দয়া কর মহাদেবী জগত জননী। জগতাই সরি তুমি পুনি জানে নারী, কৃপান শুনব মাতা নারীর গুহারি। জগতাই সরি তুমি পুনি জানে নারী, কৃপান শুনব মাতা নারীর গুহারি। পাপ মুক্ত ন করিলে পাপ মুক্ত ন করিলে প্রাণ মুহারিবি, দয়া কর মহাদেবী জগত জননী, দয়া কর মহাদেবী জগত জননী। ହେଲେ ମା, ତାଙ୍କ ଅଭିଶାପର କଣ? ସତରେ କୌଣସି ଉପାୟ ନାହିଁ ମା। ହେଲେ ମା, ମୁଁ ଜାଣେ ମା, ଆପଣ ଦେଇଥିବା ଅଭିଶାପ ଆପଣ ଫେରେଇ ପାରିବେନି। ହେଲେ ମା, ତାଙ୍କୁ ଦେଇଥିବା ଅଭିଶାପର ଉପାୟ ତ ହେଇଥିବ ମା। ହଁ ମା, ଆପଣ ଖାଲି ମୋତେ ସେ ଉପାୟ କୁହନ୍ତୁ ମା, ମୁଁ ଯେମିତି ହେଲେ ବି ତାଙ୍କୁ ମୁଁ ନିଶ୍ଚୟ ପୂରଣ କରିବି। ଆ
ଯାଉ ମା ଆପଣ ସେ ଅଭିଶାପ ସିନା ଫେରେଇ ପାରିଲେନି ହେଲେ ତାର ଉପାୟ ତ ଦେଇଦେଲେ ମା ଏବେ ଆପଣ ଯାଇପାରନ୍ତି ମା ସତରେ ଏତେ କଠୋର କାର୍ଯ୍ୟ ମୁଁ କେମିତି କରିପାରିବି ଭାବିଲେ ମୋ ମୁଣ୍ଡଟା କାମ ଦଉନି ମୁଁ କ'ଣ ସତରେ ସେ କାରୁଣ୍ଡପୁରକୁ ଯାଇ ସେଠାରୁ ଅଷ୍ଟରତ୍ନମଣି ଆଣିପାରିବି ହେଲେ ମୋ ସ୍ୱାମୀଙ୍କ ଜୀବନ ବଞ୍ଚିବା ପାଇଁ ମୋତେ ଯେମିତି ହେଲେ ବି ଏ କାର୍ଯ୍ୟ କରିବାକୁ ପଡ଼ିବ ହଁ ପ୍ରଥମେ ମୁଁ ମୋ ମା ପାଖକୁ ଯିବି ସେ ମୋତେ ନିଶ୍ଚୟ ସାହାଯ୍ୟ କରିବେ ମୋ ମାଆଙ୍କ ସାହାଯ୍ୟ ନେଇ ମୁଁ ଅଭୟଙ୍କୁ ଚିକିତ୍ସା କରିବି ହଁ ମୁଁ ବିଳମ୍ବନ କରି ଶୀଘ୍ର ଶୀଘ୍ର ମାଆଙ୍କ ପାଖକୁ ଚାଲିଯିବି ହଁ ମାଆଙ୍କ ପାଖକୁ ଚାଲିଯିବି নীতি লো মা রাজনীতি আরে রাজনীতি যেতে শৃঙ্খলিত আরে সেতে বিশৃঙ্খলিত আরে যেতে ন্যায় সেতে অন্যায় যেতে সরল সেতে কঠিন আরে রাজনীতি আর কূটনীতি মধ্যে যদি ফেন্টা ফুটি নহেব তাহলে রাজকার্যটা জমিব কেমিতি বা হেলে এ মহারানী কাদাম্বরী করে কূটনীতি ମୁଁ ଏ ରାଜବଂଶର ମହାରାଣୀ କାଦମ୍ବରୀ ଏ ରାଜବଂଶଟା ମୋର ମୁଁ ଯାହା ଚାହିଁବି ତାହା କରିବି ସତରେ ଏଥର ମୋର ରାସ୍ତାର କଣ୍ଟା ଧୀରେ ଧୀରେ ହଟି ଚାଲିଛନ୍ତି ଆରେ ଜୟନ୍ତ ତ ଗଲା ତା ବାପା ବି ଗଲା ଏଥର ରହିଲା ମୋ ଝିଅ ଅଞ୍ଜଳି ତାକୁ ମୁଁ ଭେଳୁ ମହାଙ୍କ ସହିତ ବାହା କରିଦେଲି ଆରେ ସବୁଦିନ ପାଇଁ ମୋ ମୁଣ୍ଡର ବୋଝ ହାଲୁକା ହେଇ ରହିଯିବ କିଛି ହାଲୁକା ହେବନି ଲୋ ମା ପୁଣି ବୋଝ ନଦୀ ହେଇପାରେ ଦାଦା ତମେ ଏଠି ଆଉ କ'ଣ କହିବାକୁ ଚାହୁଁଛ ଯାହା ନ ଦେଖିଛି ବର ନୟନେ ବରଟେ ନ ଯିବ ଗୁରୁ ବଚନେ ଦାଦା ଏ ତୁମେ କ'ଣ କହି ଯାଉଛ ମୁଁ ଦେଖିଛି ମୋ ପାଇଁ ସତ ତୁ ଦେଖିନୁ ତୋ ପାଇଁ ମିଛ ଦାଦା କ'ଣ କହିବାର ଅଛି ସଫା ସଫା କୁହ କିଛି ଆଉ ସଫା ହେଇନି ଲୋ ମା ସବୁ ଯାକ ଅସନା ହେଇଗଲାଣି ଦାଦା ପୁଣି ବୁଲେଇଲା ଆରେ ଏମିତି ଅଙ୍କାଇ ବଙ୍କାଇକି କହିଲେ କ'ଣ ମୁଁ ବୁଝିପାରିବି ଯାହା କହିବାର ଅଛି ସିଧାସଳଖ କୁହ ଆଲୋ ମା ହଁ ତୋ ଝିଅ ଅଞ୍ଜଳି ମୋ ଝିଅ ଅଞ୍ଜଳି କ'ଣ ହେଇଛି ତାର ଜଣେ ପୁଅ ସାଙ୍ଗେ ତାର ଲଟର ପଟର
ଅଞ୍ଜଳି ତାର ଏତେ ସାହସ ମୋ ବିନା ରବିତ୍ରୀ ସେ ଅନ୍ୟ ପକୁ ବାହାଉଛି ଭଲ ପାଇଛି ଦାଦା ତାର ଜୀବନ ନେଇଯିବି ମୁଁ ଏ ରାଜଉଆସର ମହାରାଣୀ ମହାରାଣୀ କାଦମ୍ବରୀ ଏ ରାଜଉଆସଟା ମୋର ମୁଁ ଯାହା ଚାହିଁବି ତାହା କରିବି ମୁଁ ସ୍ୱାର୍ଥ ପାଇଁ କିଛି ବି କରିପାରେ ଦାଦା କିଛି ବି କରିପାରେ ସେଇ କଥା ତ କହୁଥିଲି ଆଉ କାହିଁକି ନା ତୁ ଫେଲୁ ବାବୁକୁ କଥା ଦେଇଥିଲୁ ହଁ ତ ଅଞ୍ଜଳିକୁ ତମ ହାତରେ ସମର୍ପଣ କରିବୁ ଏଇ କଥା କହିଥିଲୁ ନା କହିଥିଲି ଦାଦା କହିଥିଲି ହେଲେ ସେ ଜଣେ ପୁଅକୁ ଭଲ ପାଉଛି ହଲୋ ମା ହେଲେ ସେ କୋଉଠି ଆଉ ସେ ପୁଅ ଦେଖିବାକୁ କେମିତି ଦାଦା କହିଲ ଦାଦା ସେ ପୁଅ ଦେଖିବାକୁ କେମିତି ସେ ପୁଅ କଥା ଆଉ କହନି ଲୋ ମା ଆଉ ମୋ ଝିଅ ସେ କୋଉଠି ଝିଅ ଠିକ ଅଛି ପୁଅଟା ହଉଛି କୁଷ୍ଠରୋଗୀ କଣ କହିଲ କୁଷ୍ଠରୋଗୀକୁ ସେ ଭଲ ପାଉଛି ହଲୋ ମା ହଁ ତାର ଜୀବନ ନେଇଯିବି ଦାଦା ଜୀବନ ନେଇଯିବି ହେଲେ ମୋ ଝିଅ କୋଉଠି ତୋ ଝିଅ ହଁ ମୁଁ ଶୁଣିବାରୁ ସେ ଘରକୁ ଆସିବା ପାଇଁ ଚକ୍ରାନ୍ତ ଚଲେଇଛି ସେ ପୁଅକୁ ଧରିକି ନିଶ୍ଚୟ ଆସିବ ଆସି ସମୟ ପରେ ପହଞ୍ଚି ପାରେ ଆସିଲୁ ଆସିଲୁ ଏଠିକି ଆସିଲୁ ଆସିଲୁ ଦେଖି ଦେଖି ଏଇଟା ଆସିଗଲା ଆଉ ତୁ ଯାହା କରିବା କଥା କର ମୁଁ ଯାଉଛି ଲୋ ମା ଏଠି ରହିଲେ ମୁଁ ଭଲ ହବନି ମା ଅଞ୍ଜଳି ଏ ମା ଏମିତି କାନ୍ଦୁଛୁ କାହିଁକି ଆଉ ତୋର କଣ ହେଇଛି ଆଉ ଏଇ ଯୁବକଟି କିଏ ତାର ଏକି ଅବସ୍ଥା ହଉଛି ମା ଏ ଝିଅ କହିଲୁ ମା ହଁ ଝିଅ ଏ ହେଉଛନ୍ତି ଅଭୟ ମା ଅଭୟ ଆଉ ମୁଁ ତାଙ୍କୁ ବାହା ହେବା ପାଇଁ ଚାହୁଁଛି ଅଞ୍ଜଳି ତୁ ନିଜେ ବୁଝିପାରୁଛୁ ତ ये पुणी राजकुमार ये कुष्ठरोगी एवं ମୋ ଜଇଁ ଅଞ୍ଜଳି ସେ ଯୋଉ ରାସ୍ତାରେ ଆସିଛି ତାକୁ ସେଇ ରାସ୍ତାରେ ପଠେଇ ଦେ ମୁଁ ତୋ ପାଇଁ ଭଲ ପ୍ରସ୍ତାବ ଦେଖି ମୁଁ ତୋ ବାହାଘର କରିଦେବି ନାଇଁ ମା ମୁଁ ତାଙ୍କୁ କେବେ ହେଲେ ଛାଡ଼ି ପାରିବିନି ମା ଜାଣିଛ ମା ସେ ଆଗରୁ ଏମିତି ନଥିଲେ ମା ହେଲେ ଆମ ଦି ଜଣଙ୍କ ଦୁର୍ଭାଗ୍ୟ ଯୋଗୁଁ ଆଜି ତାଙ୍କ ଅବସ୍ଥା ଏମିତି ହେଲେ ଆମେ ଯଦି ତାଙ୍କ ଉଚିତ ଚିକିତ୍ସା କରିବା ତାହେଲେ ସେ ନିଶ୍ଚୟ ଭଲ ହେଇଯିବେ ମା ସେ ନିଶ୍ଚୟ ଭଲ ହେଇଯିବେ ଚିକିତ୍ସା ନାଇଁ ନାଇଁ ତାର ଚିକିତ୍ସା ଏଇଠି ହେଇପାରିବନି ସେ ଯୋଉ ରାସ୍ତାରେ ଆସିଛି ତାକୁ ସେଇ ରାସ୍ତାରେ ପଠେଇଦେବି ମୁଁ ତୋ ପାଇଁ ଭଲ ପ୍ରସ୍ତାବ ଦେଖି ମୁଁ ତୋ ବାହାଘର କରିଦେବି ହେଲେ ଏ କୁଷ୍ଠରୋଗୀକୁ ଏଇଠି ବିଦା କର ନାଇଁ ମା ମୁଁ ତାଙ୍କୁ କେବେ ହେଲେ ଏଠି ବିଦାୟ କରିପାରିବିନି ମା ଆରେ ମା ଜାଣିଥିଲୁ ମା ଆରେ ମୁଁ ପରା ତାଙ୍କୁ ଭଲ ପାଉଛି ମା ମୁଁ କଣ ତାଙ୍କୁ କେବେ ଛାଡ଼ି ପାରିବି ମା ନାଇଁ ମା ମୋ ଜୀବନ ଥିବା ଯାଏ ମୁଁ ତାଙ୍କୁ କେବେ ହେଲେ ଛାଡ଼ି ପାରିବିନି ମା ଏ ମା ଅଛନ୍ତି ଦେ ତୁ ମୋ କଥା ମାନି ଯା ମୁଁ ଯୋଉଠି ତୋ ବାହାଘର ଠିକ କରିଛି ତୁ ସେଇଠି ବାହା ଯା ଦେଖିବୁ ତୋ ଜୀବନ ସୁଖମୟ ହେଇଯିବ ଆଉ ମୁଁ ଯୋଉ ପୁଅ ସାଙ୍ଗରେ ତୋ ବାହାଘରଟା ଠିକ କରିଛି ତୁ ତାକୁ ଭଲ ଭାବରେ ଜାଣିଛୁ ଆଉ ଚିହ୍ନିଛୁ ଜାଣିଛୁ ସିଏ ଆଉ କେହି ନୁହେଁ ସେ ହଉଛନ୍ତି ଆମ ଫେଲୁ ବାବୁ ମାନେ ଫେଲୁ ମହାନ୍ତି ନାଇଁ ମା ନାଇଁ ଆପଣ ସବୁ କଣ କହିଯାଉଛନ୍ତି ଆପଣ ମୋ ବିବାହ ସେ ଫେଲୁ ମହାନ୍ତିଙ୍କ ସହିତ କରିବା ପାଇଁ ଚାହୁଁଛନ୍ତି ନାଇଁ ମା ତାଙ୍କ ସହିତ ଯଦି ମୁଁ ବାହା କରିଦେବ ନା ମା ମୋ ଜୀବନରୁ ମୋର ସବୁ ଖୁସି ଚାଲିଯିବ
ମୁଁ ଆଉ ସୁଖରେ ରହିପାରିବିନି ମା। ଆଉ ଜାଣିଛ ମା, ସେ ଫେଲୁ ମହାନ୍ତି ମତେ ଜଙ୍ଗଲରେ ବଳାତ୍କାର କରିବା ପାଇଁ ଚେଷ୍ଟା କରୁଥିଲା ମା। ବଳାତ୍କାର କରିବା ପାଇଁ ଚେଷ୍ଟା କରୁଥିଲା। ସେ ଘଟଣା ମୁଁ ଜାଣିଛି। ମୁଁ ହିଁ ତୋ ପାଖକୁ ଫେଲୁ ମହାନ୍ତିକୁ ପଠେଇଥିଲି। ମା ହଁ, ମୁଁ ତୋ ମା। ତୋ ପାଇଁ ଭଲ କୋଉଟା ମନ୍ଦ କୋଉଟା ମୁଁ ଭଲ ଭାବରେ ଜାଣେ। ନାଇଁ ମା, ମତେ ଲାଗୁଛି ଆପଣ ମୋ ଭଲ ବିଷୟରେ ଭାବୁନାହାନ୍ତି। ଜାଣିଛ ମା, ହଉ ମା ଠିକ ଅଛି, ଆପଣ ସିନା ମୋ କଥା ରଖିପାରିଲେନି। ଆରେ ମୋ ଭାଇ ଅଛି, ମୋ ବାପା ଅଛନ୍ତି। ଆରେ ଦୁନିଆରେ ଯିଏ ମୋ କଥାକୁ ମାନିଲେ କି ନ ମାନିଲେ, ମୋ ଭାଇ ଜୟନ୍ତା, ଆରେ ସେ ତ କେବେ ମତେ ମନା କରିପାରିବନି। ମୁଁ ତାଙ୍କୁ କହିବି, ସେ ମୋ ପାଇଁ ସବୁ କିଛି କରିଦେବେ। ମୁଁ ତାଙ୍କୁ ନିଶ୍ଚୟ ଡାକିବି, ବାପା ଭାଇ, ବାପା ଭାଇ। ଏତେ ଚିତ୍କାର କରିକି ଡାକିଲେ କେହି ତ ଡାକ ଶୁଣିବେନି। ହେଲେ କାହିଁକି ମା? କାହିଁକି ମାନେ ତୋ ଭାଇ ଜୟନ୍ତ ସେ ଆଉ ଜୀବନରେ ନାହିଁ। ନାଇଁ ମା ନାଇଁ, ଆପଣ ଏମିତି କଥା କହନ୍ତୁନି ମା। ଆଲୋ ଏ ମା, ତମେ ମୋ ସହିତ ଥଟ୍ଟା କରୁଛ ନା? ଆଲୋ ଏ ମା, ଏସବୁ ମିଛ ନା ମା? ମିଛ ନୁହେଁ ସତ। ଆଉ ତୋ ପିତା ବି ପାଗଳ ହୋଇ ଅନ୍ୟ କୁଆଡ଼େ ଚାଲି ଯାଇଛି। ଆଲୋ ଏ ମା, ନାଇଁ ମା, ତୋ କଥାକୁ ମୁଁ କେବେ ବି ବିଶ୍ୱାସ କରିପାରିବି ନା। ଆଲୋ ଏ ମା, ମତେ ଥରୁଟିଏ କହିଦେ ମା, ଏଇ ସବୁ ମିଛ ନା? ମିଛ ନୁହେଁ ସତ। ଆଉ ଗୋଟିଏ କଥା ଶୁଣିଲେ ତୋ ପାଦ ତଲୁ ମାଟିଟା ଖସି ପଡ଼ିବ। ମା ତଥାପି ତୁ ମୋ ଝିଅ, ମୁଁ ତୋତେ ନିଶ୍ଚୟ କହିବି, ତୋ ଭାଇ ଜୟନ୍ତ ମରିଯିବା କଥା ସତ। ତୋ ପିତା ପାଗଳ ହେବା କଥା ବି ସତ। ହେଲେ ଏ କାର୍ଯ୍ୟ କେମିତି ହେଲା ଶୁଣିବୁନି? କେମିତି ମା? ଶୁଣିବୁ? ଏ କାର୍ଯ୍ୟ ମୁଁ କରିଛି ମୁଁ। ନାଇଁ ମା ନାଇଁ। ଆଲୋ ଏ ମା, ତମେ ତ ମୋ ମା ନା? ଆଉ ତମେ ମୋ ଭାଇ, ମୋ ପିତାଙ୍କ ଉପରେ ଏତେ ଦୁଷ୍କର୍ମ କାର୍ଯ୍ୟ କରିଗଲ ମା। ତମ ମନରେ କଣ ଟିକିଏ ଦୟା ଭାବ ଆସିଲାଣି ମା? ଆଲୋ ଏ ମା, ସେ ମୋ ଭାଇ ଜୟନ୍ତା ତମ ନିଜ ପୁଅ ନହେଲେ ବି, ଆରେ ସେ ତମ ସାବତ ପୁଅ, ମାନେ ତମ ପୁଅ ଭଲେ ନା ମା? ଆଉ ମୋ ପିତା, ଆଲୋ ଏ ମା, ମୋ ପିତା ତ ତମ ସ୍ୱାମୀ ନା? ଆଉ କୋଉ ସ୍ତ୍ରୀ କଣ ନିଜ ସ୍ୱାମୀକୁ ଏତେ ଦୁଃଖ ଦେଇପାରେ ମା? କୋଉ ସ୍ତ୍ରୀ କଣ ନିଜ ସ୍ୱାମୀକୁ ପାଗଳ କରେଇ ପାରେ ମା? ଜୟନ୍ତ ମୋର ସାବତ ପୁଅ ଥିଲା। ଆଉ ତୋ ପିତା କର୍ତ୍ତକେଶରୀ
ମୋ ବିଶ୍ୱାସରେ ବିଷ ଦେଇଥିଲେ ସେଥିପାଇଁ ମୁଁ ସେମାନଙ୍କୁ ଏମିତି ସଜା ଦେଇଛି